ଚନ୍ଦନ ବନରେ ଏକା କବିତାର ସମ୍ଭାବ୍ୟ ସମୀକ୍ଷା। ସରସ ରଚନା ବା ଛନ୍ଦୋବଦ୍ଧ ରଚନାର ନାମ କବିତା, ଯାହାକି କବିର ମନର ଶକ୍ତିଶାଳୀ ଭାବ ଆବେଗର ଆପଣା ଛାଏଁ ପ୍ରକାଶ ବୋଲି ଇଂରାଜୀ ରୋମାଣ୍ଟିକ୍ କବି ୱିଲିୟମ୍ ୱାର୍ଡସୱାର୍ଥ ଇଂରାଜୀ ଭାଷାରେ ଏମିତି କହିଅଛନ୍ତି କି ପୋଏଟ୍ରି ଇଜ୍ ଦ ସ୍ପଣ୍ଟାନିୟସ୍ ଓଭରଫ୍ଲୋ ଅଫ୍ ପାୱାରଫୁଲ୍ ଫିଲିଂସ୍। କବିତା ଉଛୁଳା ମନର ବ୍ୟସ୍ତ ବିବ୍ରତ ଅଭିବ୍ୟକ୍ତି। ଦର୍ଶନରୁ ଦେଖିବାରୁ ହଠାତ୍ ଭାବନାର ଉତ୍ସରଣ କବିର ହୃଦୟ ପର୍ବତରୁ ପ୍ରବାହିତ ହୋଇ ସ୍ୱତଃ ବା ଆପଣା ଛାଏଁ ରହିଯାଏ, ସ୍ରବିଯାଏ, ପ୍ରବାହିତ ହୋଇଥାଏ। ଅନୁଭୂତି ନ ହେଲେ ଲେଖିବାର ଅଭିଜ୍ଞାନ ଆସିବ ନାହିଁ, ମନ ପରଦାରେ ଦେଖାଦେବ ନାହିଁ। ଏହା ସତ କଥା। କଥାରେ କୌଣସି ମିଛ ନାହିଁ। ଭାବନ୍ତୁ ନା, ଆପଣ ଜାଣିଯିବେ। ଚନ୍ଦନ ବନରେ ଏକା ବେଶ୍ ସୁନ୍ଦର ପ୍ରଭାବଦୀପ୍ତ ନାମକରଣ ପ୍ରଦତ୍ତ ହୋଇଛି। ପଢ଼ିଲେ କାନକୁ ଭଲ ଶୁଣାଯାଉଅଛି, ମନରେ ଜାଣିବାକୁ ଆକର୍ଷଣ ବୃଦ୍ଧି କରୁଅଛି କି? ଚନ୍ଦନ ବନରେ ଏକା କିଏ, କାହିଁକି ଥିଲେ ଏବଂ ଚନ୍ଦନ ବନର ଅର୍ଥ କ'ଣ? ଏମିତି ନାମକରଣ କାହିଁକି ଦିଆଗଲା? ଏଇ ଦେବା ପଛରେ ଦେବାକାରୀର ଉଦ୍ଦେଶ୍ୟ କ'ଣ ଅଛି? ଆଭିମୁଖ୍ୟ କ'ଣ ଥାଇପାରେ? ଜାଣିବାକୁ ମନ ବ୍ୟଗ୍ର ହେଲେ ହାତ ପାହାନ୍ତାରେ ନାମକରଣର ଦତ୍ତ ବସ୍ତୁଟି ନାହିଁ। ନାମକରଣ ମନରେ ଅଥୟ ଭାବ ସୃଷ୍ଟି କରୁଛି, ହେଲେ ନାମକରଣର ସାର୍ଥକତାକୁ ଦେଖାଯାଇ ପାରୁନାହିଁ। ଦେଖାଯାଇ ପାରୁ ନ ଥିଲେ ମଧ୍ୟ ଅନୁମାନ କରି ହେଉଅଛି କି କେଉଁଥିପାଇଁ ଏପରି ସଂଜ୍ଞା ପ୍ରଦତ୍ତ ହୋଇଅଛି। ନାମକରଣ ବୌଦ୍ଧିକ ବା ବୁଦ୍ଧିଦୀପ୍ତ, ପାଠକର ପଠିତ ବୁଦ୍ଧିକୁ ଉତ୍ଖାତିତ ବା ଖୋଳିକି ବାହାର କରିବାକୁ ଚାହୁଁଛି। ଖୋଳି ବାହାରିଗଲେ ପାଠକ କବିତା ପଢ଼ାର ମଜା ପାଇଯିବ। ନ ହେଲେ ମନରେ ଦୁଃଖ ଆସିବ କି ବୌଦ୍ଧିକ କବିତାଟିକୁ ପଢ଼ିଲି ସିନା, ଉପଭୋଗ କରିପାରିଲି ନାହିଁ, ମଜା ପାଇପାରିଲି ନାହିଁ। କବି ଓ ପାଠକ ଏକକାଳୀନ ଚିନ୍ତାଗ୍ରସ୍ତ ହେବ। ଦୁହିଁଙ୍କର ଚିନ୍ତା ମିଶୁଥିବ, ଯୁକ୍ତ ସ୍ତରରେ ରହୁଥିବ। ତେବେ ଯାଇ କବିତାର ସ୍ଥିତି ସଫଳ, ସାର୍ଥକ ହେବ ଲେଖିବାରେ ଏବଂ ବୁଝିବାରେ। ଚନ୍ଦନ ବନରେ ଏକା ଏକ କବିତାର ନାମ। କବି ହେଉଛନ୍ତି ଭାନୁଜୀ ରାଓ। କଟକ ସହରର କାଳିଗଳିରେ ଜନ୍ମ। ଭକ୍ତକବି ମଧୁସୂଦନ ରାଓଙ୍କର ନାତି। ପେଶାରେ ଶିକ୍ଷକ ଏବଂ ସାମ୍ବାଦିକ ଥିଲେ। ଖଟବିନ୍ ସାହିରେ କଟକ ସହରର ଏହି ସ୍ଥାନରେ ବାସ କରୁଥିଲେ। ଏବେ ନାହାନ୍ତି, ମରିଯାଇଛନ୍ତି 2001 ମସିହାରୁ। ଜଣେ ପ୍ରତିଭାବାନ ପାଠ୍ୟାନ୍ତର୍ଗତ ସଫଳ କବି। ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ତାଙ୍କର କବିତା ବହି ନଈ ଆରପାରି ଏବଂ ଚନ୍ଦନ ବନରେ ଏକା କବିତା ବହି ପାଇଁ ଯଥାକ୍ରମେ ପୁରସ୍କାର, ପାଠକୀୟ ଏକ ସ୍ୱୀକୃତି, ଲେଖକୀୟ ଶ୍ରମର ସାର୍ଥକତା, ପରବର୍ତ୍ତୀ ରଚନା ପ୍ରତି ପ୍ରେରଣା ବା ଉତ୍ସାହ ପ୍ରଦାନ। ହିନ୍ଦୁ ଧର୍ମରେ ଶବକୁ ସାଧାରଣତଃ ପୋଡ଼ାଯାଏ, କାଁ ଭାଁ କୋଉଠି ମାଟି ଭିତରେ ପୋତାଯାଏ। ତେବେ ଏହା ପରିସ୍ଥିତି ଭିତ୍ତିକ, ଜାତି ସମ୍ପ୍ରଦାୟକୁ ନେଇ, ମନୋଭାବକୁ ନେଇ କାର୍ଯ୍ୟକାରୀ ହୋଇଥାଏ। ଆଦିବାସୀ ସମ୍ପ୍ରଦାୟରେ ମୁନି ଋଷିମାନଙ୍କର, ବାବାମାନଙ୍କର ଶବ ସମାଧି ପାଏ। ଶିଶୁର ଶବ ପୋତା ହେବାର ଶୁଣିଛି। ରାଜା ମହାରାଜାଙ୍କର ଶବ ମଧ୍ୟ ପୋତାଯାଏ। ଶବ ପୋଡ଼ା ହେବା ପାଇଁ କାଠ ଦରକାର। କିଏ ସାଦା କାଠରେ ଶବ ପୋଡ଼ୁଥାଏ, କିଏ ଅବା ଚନ୍ଦନ କାଠରେ ଶବ ପୋଡ଼ିଥାନ୍ତି। ଚନ୍ଦନ କାଠ ବାସନା କାଠ, ଯାହାର ଦାମ୍ ଭାରି ଚଢ଼ା। ଏହା ଦୁର୍ମୂଲ୍ୟ ପଦାର୍ଥ, ସହଜରେ ମଧ୍ୟ ମିଳେ ନାହିଁ। ଦେଶର ଗଣ୍ୟମାନ୍ୟ ବ୍ୟକ୍ତିଙ୍କର ଶବକୁ ଚନ୍ଦନ କାଠରେ ପୋଡ଼ାଯାଇଥାଏ। କବି ଦେଶର ଜାତୀୟ ଧରୋହର, ଜାତୀୟ ସମ୍ପତ୍ତି। ଭଲ ପ୍ରଥିତଯଶା କବି କଦାପି ଇତର ବା ସାଧାରଣ ବ୍ୟକ୍ତି ନୁହେଁ। ଦେଶ ପାଇଁ ଯାହାର ଅବଦାନ ଅଛି, ସେ କେବେ ସାମାନ୍ୟ ଲୋକ କଦାପି ନୁହେଁ। ଯୋଉ ଦିଗରେ କାମ କରୁଥାଉ ନା କାହିଁକି, ସେ ମାନ୍ୟ, ସମ୍ମାନର ଯୋଗ୍ୟ। ଭାନୁଜୀ ରାଓ ପାଠରେ ପଢ଼ା ହେଉଥିବାର କବି। ତାଙ୍କର ସମୁଦ୍ର କନ୍ୟା ଏବଂ ନଈ ଆରପାରି କବିତା ଦ୍ୱୟ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କୋର୍ସରେ ପଠିତ ହୋଇଅଛି। ମୁଁ ପ୍ରୋକ୍ତ ଦୁଇ କବିତାକୁ ପଢ଼ାଇଅଛି। ୟୁଟ୍ୟୁବ୍ ଚ୍ୟାନେଲରେ ନୋଟ୍ କରି ଅପଲୋଡ଼ କରିଅଛି। ଶ୍ରୋତାଏ ଦେଖନ୍ତୁ ବୋଲି ଅନୁରୋଧ କରୁଛି। ମତାମତ ଦିଅନ୍ତୁ ବୋଲି ସୁପାରିଶ ବି କରୁଛି। ଶ୍ରୋତାଏ ଶ୍ରେଷ୍ଠ ବିଚାରକ। ମୋର ବର୍ତ୍ତମାନର ଆଲୋଚନା ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଆଲୋଚନାର। ଚନ୍ଦନ ବନ ମାନେ ଚନ୍ଦନ ଗଛର ଜଙ୍ଗଲ ନୁହେଁ, ବରଂ ଚନ୍ଦନ କାଠମାନଙ୍କର ଗଦା, ଯେଉଁଥିରେ କବି ମହାଶୟ ମରିଯାଇ ଏକଦା ଏକାକୀ ଶବପିଣ୍ଡରେ
ବଦଳି ଯାଇ ଚନ୍ଦନ କାଠମାନଙ୍କର ପ୍ରସ୍ତୁତ ଜୁଇରେ ଯାଇ ଶୋଇବେ। ଏହା ହେଉଛି ଚନ୍ଦନ ବନରେ ଏକା ନାମକରଣର ଅର୍ଥ ଓ ତାହାର ବିନ୍ୟାସ ବା ପ୍ରସ୍ତୁତି। ଚନ୍ଦନ ବନ କହିବା ପଛରେ କବିଙ୍କର ସମ୍ଭ୍ରାନ୍ତ ଆଡ଼ମ୍ବରପ୍ରିୟ ମନର ପରିଚୟ ମିଳେ। କବି ନିଜକୁ ବିଶେଷ ବା ମାନ୍ୟଗଣ୍ୟ ବ୍ୟକ୍ତି ବୋଲି ମନରେ ଭାବିଛନ୍ତି। ଯେହେତୁ ସେ କବି, କ୍ରାନ୍ତଦ୍ରଷ୍ଟା, ମାନବର ପଥପ୍ରଦର୍ଶକ, ପ୍ରଜାପତି ବ୍ରହ୍ମା, ଦ୍ୱିତୀୟ ଈଶ୍ୱର। ସାଦା ବା ସାଧାରଣ ଲୋକ ଯାହା କରିପାରେ ନାହିଁ, କବି ତାହା କରି ଜଗତକୁ ଦେଖାଇ ପାରିଥିବାରୁ ସେ ଜଗତଜିତା, ପୂଜନୀୟ, ମାନନୀୟ, ବରଣୀୟ ବା ବରେଣ୍ୟ ବ୍ୟକ୍ତିତ୍ୱ। ପାଠରେ ପଢ଼ାଯାଇଛି, ପୁରସ୍କୃତ ହୋଇଅଛି, ଇତିହାସରେ ନାଁ ରଖିଛି, ମନରେ ମନେ ରହିଛି, ତେଣୁ ବଡ଼ ଲୋକ ନିଶ୍ଚୟ। ଅଗତ୍ୟା ସାଧାରଣ କାଠରେ ପୋଡ଼ା ନ ଯାଇ ଚନ୍ଦନ କାଠମାନଙ୍କର ପ୍ରସ୍ତୁତ ଜୁଇରେ ପୋଡ଼ା ହେବେ। ମୂଲ୍ୟବାନ ଲୋକ ମୂଲ୍ୟବାନ କାଠରେ ହିଁ ପୋଡ଼ା ହେବେ। ଦୁନିଆରୁ ଯାଇ ପରଲୋକରେ ପହଞ୍ଚିଯିବେ। ଚନ୍ଦନ ବନରେ ଏକା କବିତା ପଢ଼ି ନାହିଁ, ହେଲେ କବିତାର ନାମକରଣ ମୋର ସମାଲୋଚକର କଳ୍ପନାର ସଶକ୍ତ ମନରେ ଭାରି ଆକର୍ଷଣ ଆଣି ମୋତେ ଅସ୍ତବ୍ୟସ୍ତ କରି ପକାଇବାରୁ ମୁଁ କବିତାକୁ ପଢ଼ି ନଥିବା ସତ୍ତ୍ୱେ ତାର ନାମିକ ଆକର୍ଷଣର ମୋହରେ ଆକ୍ରାନ୍ତ ମୋହଗ୍ରସ୍ତ ହୋଇ ଏକ ସମ୍ଭାବ୍ୟ ସମୀକ୍ଷା ଲେଖିବାକୁ ଆଗ୍ରହୀ ହେଲି। ମୁଁ ବୁଝେ, ଇଚ୍ଛା ଥିଲେ ଉପାୟ ଆସେ ବା ହ୍ୱେନ୍ ଦେର୍ ଇଜ୍ ଏ ୱିଲ୍ ଦେର୍ ଇଜ୍ ଏ ୱେ। ଏହି କଥାକୁ ଆସ୍ଥା ରଖି ସମୀକ୍ଷା କଲି। ଶ୍ରୋତାଙ୍କୁ କେମିତି ଲାଗିବ ସେମାନେ ଜାଣିଥିବେ। ମଣିଷ ଜନ୍ମ ପାଇ ଆସିଛି ଏକା, ମରିକି ଯିବ ବି ଏକା। ସାଥିରେ ଯିବା ଲୋକମାନେ କେବଳ ଜୁଇ ପର୍ଯ୍ୟନ୍ତ ଯିବେ, ଜଳାଇବେ, ପୁଣି ସାଥୀ ହୋଇ ନିଜେ ଇହ ସଂସାର ଜୀବନ ବଳୟ ଭିତରକୁ ଫେରି ଆସିବେ। ତାପରେ ଚନ୍ଦନ ବନରେ ଏକାକୀ ଥିବ, ଜଳୁଥିବ କେବଳ ମଲା ଶବପିଣ୍ଡ ପାଲଟି ଯାଇଥିବା ଭାନୁଜୀରାଓ ନାମକ କବି ମଣିଷଟି। ତାର କଲାକର୍ମ ତାଙ୍କ ସାଥିରେ ଥିବ। ଭାନୁଜୀରାଓ ଜୀବନରେ ଅବିବାହିତ ଥିଲେ, ବିବାହ କରି ନଥିଲେ, ନିଃସଙ୍ଗ ଜୀବନ ବିତାଉଥିଲେ। ସୁତରାଂ ମନରେ ଦୁଃଖ ଥିଲା, ବିଷାଦ ଥିଲା ବୋଲି ବିଷାଦ ଏକ ଋତୁ ନାମକ କବିତା ବହି ଲେଖିଛନ୍ତି। ନଈ ଆରପାରିରେ ଯିବାକୁ ଚାହିଁଛନ୍ତି। ମୃତ୍ୟୁଲୋକର ଋତୁ ସପ୍ତମ ଭଳି ରମାକାନ୍ତ ରଥଙ୍କର କବିତାର ନାଁ। କାଳର ସମୁଦ୍ରକୁ ଯାଇ ସେଠି ସମୁଦ୍ର କନ୍ୟାକୁ ଭେଟିବେ, ତାର ସାକ୍ଷାତ ପାଇବେ, ସନ୍ଧାନ ଲଭିବେ। ଜୁଇର ଚନ୍ଦନ କାଠମାନଙ୍କର ଗଦା ରହିଥିବା ବନରେ ଏକା ଶୋଇବେ, ରହିବେ। ରହିଲେ ଯାଇ ପୋଡ଼ା ହେବେ, ଦାହ ସଂସ୍କାରିତ ହେବେ, ନଈ ଆରପାରିର ପରଲୋକ ସଂସାରର ବାସିନ୍ଦା ହେବେ। କବିଙ୍କୁ ରୋମାଣ୍ଟିକ ଭାବାଳୁତାର କବି କୁହାଯାଏ, ହେଲେ ମୋ ଦୃଷ୍ଟିରେ ସେ ମୃତ୍ୟୁକୁ ବାରମ୍ବାର ମନେ ପକାଉଥିବାର କବି। କାରଣ ନଈ ଆରପାରି ବିଷାଦ ଏକ ଋତୁ ଏବଂ ଚନ୍ଦନ ବନରେ ଏକାକୀ ଠିଆ ଥିବା କବିଙ୍କର ମନ ସହଜରେ ଏହା ଜଣାଇ ଦେଉଛି ଆଗ୍ରହୀ ପାଠକ ବର୍ଗଙ୍କୁ। ଗୀତା କହେ ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ, ଜନ୍ମିଲେ ମରଣ ନିଶ୍ଚିତ। କୋରାନ କହେ କୁଲ୍ଲୁ ନଫସିନ୍ ଜାୟକାତୁଲ ମୌତ, ଅର୍ଥାତ୍ ପ୍ରତ୍ୟେକ ଜୀବଙ୍କୁ ମୃତ୍ୟୁ ସ୍ୱାଦ ଚାଖିବାକୁ ପଡ଼ିବ। ଭାନୁଜୀରାଓଙ୍କର ଜେଜେ ଭକ୍ତକବି ମଧୁସୂଦନ ରାଓ ତାଙ୍କ ରଚିତ ଧର୍ମ ନାମକ ପଦ୍ୟରେ କହିଛନ୍ତି, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ। କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ମଧୁରାଓ ପୁଣି ତାଙ୍କର ଜୀବନଚିନ୍ତା ନାମକ କବିତାରେ କହିଛନ୍ତି, ରେ ଆତ୍ମନ୍ ନିଦ୍ରା ପରିହରି, ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ, ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି, ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ। ମୃତ୍ୟୁକୁ ସିନ୍ଧୁ ବା ସମୁଦ୍ର କହିବାର ଅର୍ଥ ହେଲା ମୃତ୍ୟୁ ରୂପକ ସମୁଦ୍ର ଏକ ଏବଂ ପରିବ୍ୟାପ୍ତ, ଗୋଟିଏ ଏବଂ ଲମ୍ବା ହୋଇ ବିସ୍ତୃତ ବା ଚଉଡ଼ା ହୋଇ ରହିଅଛି। ସଂସାରର ସବୁ ଆତ୍ମା ମରିସାରିଲା ପରେ ସେଠି ଯାଇ ସେହି ଏକ ଜାଗାରେ ମିଶିକି ରହିଯାଆନ୍ତି, ଲୀନ ହୋଇଯାଆନ୍ତି। ତେବେ ଦୁଷ୍ଟ ଆତ୍ମା ସିଜ୍ଜିନ୍ ନାମକ ସ୍ଥାନରେ ରହେ। ସିଜ୍ଜିନ୍ ମାନେ ସଜା ପାଇବାର କ୍ଷେତ୍ର ଏବଂ ପୁଣ୍ୟାତ୍ମା ବା ନେକ୍ ବଖତ୍ ଲୋକ ରୁହୁ ଇଲ୍ଲିନ୍ ନାମକ ସ୍ଥାନରେ ରୁହନ୍ତି ବୋଲି ଦିବ୍ୟ ପବିତ୍ର ଅଲ୍ଲାହ ରଚିତ ପ୍ରେରିତ ଗ୍ରନ୍ଥ କୋରାନ କହେ। ମଣିଷ କାହିଁକି ମରିଥାଏ, ଏହାର ଉତ୍ତର ଦେଇ କୋରାନର ମୁଲ୍କ ପାଠରେ ଅଲ୍ଲାହ ନିଜେ କହିଛନ୍ତି, ଆମ୍ଭେ ମୃତ୍ୟୁ ଓ ଜୀବନକୁ ଏଥିପାଇଁ ତିଆରି କରିଛୁ କି, ହେ ମଣିଷ, ତୁମକୁ ପରୀକ୍ଷା କରି ଦେଖିବୁ କି ତୁମମାନଙ୍କ ଭିତରୁ କାହାର କାମ ଭଲ ଅଛି। ଇସଲାମରେ ମଣିଷର ଶବକୁ
ପୋତାଯିବାକୁ କୁହାଯାଇଛି। କାରଣ ମଣିଷ ମାଟିରୁ ଜାତ ହୋଇ ନିଆଁରେ ପୋଡ଼ାଯିବା ଇସଲାମ ଧର୍ମ ଅନୁଯାୟୀ ଦେଖିଲେ ଭୁଲ। କୋରାନର 30 ଭାଗରେ ଗୋଟିଏ ଧାଡ଼ି ଅଛି, ଫିନ୍ନାରେ ଜାହାନ୍ନାମା ଖାଲିଦିନା ଫିହା, ଅର୍ଥାତ୍ ମରିକି ନାର ମାନେ ନିଆଁରେ ପୋଡ଼ି ହୋଇକି ସିଧାସଳଖ ଜହନ୍ନମ ବା ନରକକୁ ଚାଲିଯା। ଏବଂ ତାହା ନାମକ ପାଠରେ ଆଲ୍ଲାହ ପୁଣି କହିଛନ୍ତି, ମିନହା ଖାଲକନାକୁମ୍ ଓଫିହା ନୁଇଦୁକୁମ୍ ଅମିନହା ନୁଖରିଜୁକୁମ୍ ତାରତନ୍ ଉଖରା। ଓଡ଼ିଆ ଅର୍ଥ ହେଲା, ଆମ୍ଭେ ମଣିଷକୁ ମାଟିରୁ ହିଁ ତିଆରି କରିଛୁ, ସେଇଥିରେ ମଲା ପରେ କବର ଦେଇ ନେଇଯିବୁ ଏବଂ ସେଥିରୁ କୟାମତରେ ଦ୍ୱିତୀୟ ଥର ଶରୀର ଓ ମନରେ ଜୀବନ୍ତ କରି ବାହାର କରିବୁ, ତାର ଇହ ଜଗତର ପାପ ପୁଣ୍ୟର ହିସାବ ପାଇଁ ଏବଂ ସ୍ୱର୍ଗ ନର୍କରେ ଅମର ଅକ୍ଷୟ ଜୀବନରେ ପୁନଃସ୍ଥାପିତ କରିବା ପାଇଁ। ତେଣୁ ଭାନୁଜୀରାଓ ଯେଉଁ କହୁଛନ୍ତି ଯେ ଚନ୍ଦନ ବନରେ ଏକା ବା ନିଆଁରେ ପୋଡ଼ା ହେବେ, ତାହା ଉଚିତ ନୁହେଁ। ତେବେ କବିତା ଦୃଷ୍ଟିରୁ ମୁଁ ଏହାକୁ ଆଲୋଚନା କରୁଛି। କବି ଭାନୁଜୀରାଓଙ୍କ ରଚିତ ଚନ୍ଦନ ବନରେ ଏକା ନାମଟି ବେଶ ସୁନ୍ଦର ତଥା ଭାବୋଦ୍ୟୋତକ ବା ଚିନ୍ତା ଉତ୍ପନ୍ନକାରୀ। ଅନୁସନ୍ଧିତ୍ସୁ ଆଗ୍ରହୀ ପାଠକ ମନ ଜାଣିବାକୁ ଚାହେଁ କି ଏ ନାମକରଣର ଅର୍ଥ କ'ଣ ହୋଇପାରେ। କବି ଏମିତି ସୁନ୍ଦର ନାମକରଣ କାହିଁକି ଦେଲେ? ମୂଳ କବିତାଟିକୁ ପଢ଼ିକି ଦେଖେଁ, ସତରେ କ'ଣ କବି ଚନ୍ଦନ ବଣରେ ଏକାକୀ ଠିଆ ହୋଇଛନ୍ତି, ନା ଏହା ପଛରେ ଆଉ କିଛି ରହସ୍ୟ ଅଛି? ଏହି ରହସ୍ୟଟି, ଗୋପନୀୟତାଟି ନାମକରଣର ବୁଦ୍ଧିଦୀପ୍ତତା ବା ବୌଦ୍ଧିକ ଉପାଦାନ, ତାହାର ତାତ୍ତ୍ୱିକ ଦିଗ। ହିସାବ ନିକାଶ ନାମକ ଚଳଚ୍ଚିତ୍ରର ଗୀତଟିଏ ଅଛି, ଆସିଛି ଏକା ଯିବି ମୁଁ ଏକା ଏକା ହୋଇ, ହାରିଲି କେତେ ଜିତିଲି କେତେ, ହିସାବ ନିକାଶ ଲୋଡ଼ା ନାହିଁ। ହିସାବ ନିକାଶ ମଣିଷ ନ କରି ମଣିଷର ନିର୍ମାତା ଭଗବାନ କରିବେ। ନହେଲେ ମଣିଷ ସ୍ୱର୍ଗ ନର୍କ ପାଇବ କେମିତି? କୋଉ ଭିତ୍ତିରେ? କର୍ମ ଭିତ୍ତିରେ ପାଇବ। ଆଲ୍ଲାହ କୋରାନରେ କହିଛନ୍ତି, ହେ ମଣିଷ, ତୋତେ ତାହାରି ବଦଳ ମିଳିବ ଯାହା କରୁଥିଲୁ। ତୁମେ ଉସି କା ବଦଲା ଯୋ କରତେ ଥେ। କର୍ମଟି ସୁଖ ଦୁଃଖ ଦାତା ବା ଦିଏ। ଆଲ୍ଲାହ କହୁଛନ୍ତି, ମୁଁ ମଣିଷ ଉପରେ ଅତ୍ୟାଚାର କରେନା, ମଣିଷର କର୍ମ ଅନୁଯାୟୀ ଫଳ ଦିଏ। ଗଙ୍ଗାଧର ପ୍ରଣୟବଲ୍ଲରୀ କାବ୍ୟରେ କହିଛନ୍ତି, କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେକରି ପାରିବ ଆନ, ଶତ ପ୍ରତିଷେଧ ଲଙ୍ଘି ପଶିଥାଏ କର୍ମଫଳ ବଳିୟାନ। ଗୀତା ଭୁଲ କହେ କି, କର୍ମଣ୍ୟେବାଧିକାରେସ୍ତୁ ମା ଫଳେଷୁ କଦାଚନ। କାମରେ ଆମର ଅଧିକାର, ଫଳରେ ଅଧିକାର ନାହିଁ। କାମ କଲେ ତ ମଣିଷ ଫଳର ଆଶା ଅବଶ୍ୟ ରଖିବ, ନହେଲେ କାମ କରିବ ଅବା କାହିଁକି? କେଉଁ ଉଦ୍ଦେଶ୍ୟରେ? କାମର ଫଳ ଭଲ ମନ୍ଦ ଯାହା ହେଉ, ଆଶା ରହିବ ଏକା। ଅବଶ୍ୟ ମଣିଷର କାମ ଜଣାଇ ଦିଏ କି ଫଳ କେମିତି ହେବ, ଭଲ ହେବ ନତୁବା ମନ୍ଦ, ଯେଉଁଥିରେ ପାପ ପୁଣ୍ୟ ଫଳ ଭୋଗ ରହିଛି। ଅଗତ୍ୟା କବି ଭାନୁଜୀରାଓ ଚନ୍ଦନ ବନରେ ଯାଇ ଏକା ଠିଆ ହେବାର ଅଭିଲକ୍ଷ୍ୟ ଉଦ୍ଦେଶ୍ୟଟି ହେଲା, ସେହି କର୍ମିକ ପାପ ପୁଣ୍ୟର ଫଳ ଭୋଗର ପରିଣତି ନିମିତ୍ତ ବା ସେଇଥିପାଇଁ। କାରଣ ଇହ ଜୀବନ କର୍ମକ୍ଷେତ୍ର, ପରଜୀବନ ପ୍ରାପ୍ତକ୍ଷେତ୍ର। ଏହି ଦୁଇ କ୍ଷେତ୍ର ବିନା ଦୁର୍ଲଭ ମଣିଷ ଜୀବନ ଅନ୍ୟ କୋଉଠି ଯାଇ ଠିଆ ହେବ ନାହିଁ। ଏହି ଦୁଇ କ୍ଷେତ୍ର ଛଡ଼ା ମଣିଷ ଠିଆ ହେବାର କ୍ଷେତ୍ର ଅନ୍ୟ କୋଉଠି ନାହିଁ। ଭଗବାନ ତ ରଖି ନାହାନ୍ତି, ଆଉ ମଣିଷ ଠିଆ ହେବ କେମିତି? ସୁତରାଂ ଭାନୁଜୀରାଓଙ୍କର ଚନ୍ଦନ ବନରେ ଏକା ମୃତ୍ୟୁ ଚେତନା ବୋଧର କବିତା। ଆଉ ଦର୍ପଣ ଆଗରେ ଠିଆ ଆତ୍ମାର ପରିଚିତିର ସଂକେତ ଦେଇଥାଏ। ଏବଂ ଦର୍ପଣ ଆଗରେ ଠିଆ ଆଉ ଏକ କବିତାର ନାମ।